ମାନେ ବାତ୍ୟା ହବାର ସୂଚନା ମିଳିଲା ମାନେ ସେ ସତର୍କ ହେଇଯାଉଛନ୍ତି। 1999 ଯୋଉ ଅନୁଭୂତି ସେତେବେଳେ ଆମ ପାଖରେ କିଛି ନଥିଲା। ଆନ୍ଧ୍ରପ୍ରଦେଶରୁ ଆସିଲା ଆମକୁ ଉଦ୍ଧାର କରିବା ପାଇଁ ବା ସେ ଯୋଉ ଅନୁଭବ, ସେ ଅନୁଭବ ପରେ ଆମର ଯୋଉ ଏଇ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏତେ ଷ୍ଟ୍ରଙ୍ଗ ହେଇଗଲା, ସମଗ୍ର ବିଶ୍ୱରେ ଗୋଟେ ଟାଣୁଆ ମ୍ୟାନେଜମେଣ୍ଟ ହେଇଗଲା। କିନ୍ତୁ ସେତେବେଳକୁ ଯୋଉ ସମୟର କଥା କାଳାନ୍ତର ଆମେ ପଢୁଛେ, କାଳାନ୍ତର ବେଳେ କିଛି ନଥିଲା, କେବଳ ରେଡିଓରେ ଯାହା ଟିକେ ଟିକେ କହୁଥିଲା ଏତିକି। ଆମେ ମଧ୍ୟ ସେ ସମୟରେ ସବୁ ଶୁଣିଛୁ ସାନ ବେଳେ, ଏତିକି କିଲୋମିଟର ବେଗରେ ବର୍ଷା ହବ, କି ଏତିକି କିଲୋମିଟର ବେଗରେ ଯାହା ଏତିକି ବର୍ଷା ହବ, ଏତିକି ବାତ୍ୟା ହବ, ଝଡ ବହିବ, ଏଇ ସବୁ ଆମେ ଯାହା ଶୁଣୁ। କିନ୍ତୁ ବର୍ତ୍ତମାନ ଯେମିତି ସମ୍ପୂର୍ଣ୍ଣ ଭାବରେ ସଜାଗ ହେଇକି ରହିଛି ସରକାରୀ ସ୍ତରରେ ହଉ ବା ବେସରକାରୀ ସ୍ତରରେ ସେମାନେ ସଜାଗ ହେଇଛନ୍ତି, ସେତେବେଳେ ସଜାଗ ହେଇନଥିଲେ। ତେଣୁ ସେଇଟାକୁ ଏତେ ସୁନ୍ଦର ଭାବରେ ସେ ସେଠି ଲେଖିଛନ୍ତି, ବର୍ଣ୍ଣନା କରିଛନ୍ତି। ସେଇ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ପ୍ରଥମ ଆମର ବହିଟିର ନାମକରଣ ଟା କେମିତି ସାର୍ଥକ ହେଇଛି ଏ ସମ୍ପର୍କରେ ଟିକେ ମୁଁ କହିବି, ତାପରେ ଆମେ ବିଷୟବସ୍ତୁ ଭିତରକୁ ଆସିବା। ନାଁଟି ହଉଛି କାଳାନ୍ତର। କାଳାନ୍ତରକୁ ସାର୍ କେମିତି ଅର୍ଥ କରିବେ କେଜାଣି, ଏଇଟା ମୁଁ ମୋ ଚିନ୍ତାଧାରାରେ ଅର୍ଥ କରୁଛି କାଳର ଅନ୍ତର। ଗୋଟେ କାଳଟେ ଅନ୍ତର ହେଇଯାଇଛି, ଅନ୍ତର ହେଲା ପରେ କାଳର ପୂର୍ବରୁ ବହିରେ ଯାହା ବାର୍ତ୍ତା ଅଛି ସେ ସମ୍ପର୍କରେ ମୁଁ କହିବି। ମୁଁ କେବଳ ବହି ହିଁ ପଢିଛି, କୌଣସି ସମାଲୋଚନା ପୁସ୍ତକ ମୁଁ ଆଲୋଚନା ବେଳେ ଗ୍ରହଣ କରେ ନାହିଁ, କାରଣ ସମାଲୋଚନା ଅନ୍ୟାନ୍ୟ ଯୋଉ ଲେଖା ହେଇଥାଏ କାଳେ ମୋର ଚିନ୍ତାଧାରାଟାକୁ ସେ ଗ୍ରାସ କରିଯିବ, ସେଇ ହେତୁ ମୁଁ ନିର୍ମଳ ହେଇକି ରହେ, କେବଳ ମୋ ନିଜ କଥା ହିଁ କହେ। ତେଣୁ ସେ ଯୋଉ ଆମେ ଦେଖିବା ପୁସ୍ତକରେ ଯାହା ଆମେ ଦେଖୁଛେ, କାଳ ଆସିବା ପର୍ଯ୍ୟନ୍ତ ମଣିଷର ଯାହା ପ୍ରବୃତ୍ତି ଥିଲା, ହିଂସା, ଦ୍ୱେଷ, ପରଶ୍ରୀ କାତରତା, ଆଉ ଯୋଉ ଲୋଭ, ମୋହ, ଜମିବାଡି ପ୍ରତି ଯେମିତି ପ୍ରତି ମୁହୂର୍ତ୍ତରେ ଲୋକ କେମିତି ଅନ୍ୟର ପରସ୍ତ ଅପହରଣ କରିବା ପାଇଁ ଚେଷ୍ଟିତ, ଏଇ ସବୁ ଜିନିଷ ଗୁଡାକ ଆମେ ଦେଖୁଛେ ପ୍ରଥମ ପର୍ଯ୍ୟାୟରେ। ଆଉ ତାର ସିମ୍ବଲିକ ଯଦି ଆମେ ଦେଖିବା, ପରେ ମୁଁ ଆଲୋଚନା କରିବି, ଗୋଟେ ଶିଶୁ ହତ୍ୟାଟେ ହେଇଛି। ଶିଶୁ ହତ୍ୟାଟେ ହେଇଛି ଜଷ୍ଟ ଯୋଉ ସେଇ କାଳ ଆସିବା, କାଳଟା ତ ଦି ଅର୍ଥରେ ଆମେ ଗ୍ରହଣ କରିପାରିବା। କାଳଟା ହଉଛି ଗୋଟେ ସମୟକୁ ଆମେ ଗ୍ରହଣ କରିପାରିବା, ଆଉ ଗୋଟେ କାଳଟାକୁ ଆମେ ଗ୍ରହଣ କରିପାରିବା ଗୋଟେ ଅଶୁଭ ବା ଗୋଟେ କାଳ କି ଜମ କି ମୃତ୍ୟୁ, ଏଇଭଳି କିଛି ଅଶୁଭ ଅର୍ଥରେ ମଧ୍ୟ ଆମେ କାଳଟାକୁ ଗ୍ରହଣ କରିପାରିବା। ସେଇ ଯୋଉ କାଳଟା ଆସିବା ପୂର୍ବରୁ ଗୋଟେ ଶିଶୁଟିକୁ ସେମାନେ ଶିଶୁ ହତ୍ୟା ହେଇଛି। ଯୋଉ ଶିଶୁ ହତ୍ୟା ଅବୈଧ ଶିଶୁଟି, ଅବୈଧ ଶିଶୁଟିକୁ ହତ୍ୟା କରାଯାଇଛି। କିନ୍ତୁ ଯେତେବେଳେ ମ୍ୟାଡାମ ଟିକେ ରୋକିବାକୁ ଚାହିଁବି, ମ୍ୟାଡାମ ଟିକେ ରୋକିବାକୁ ଚାହିଁବି, ଆପଣ ଟିକେ ଖାଲି କ୍ଷମା କରିବେ। ଆମ ସହିତ ଜଡିତ ଅଛନ୍ତି ଲୋପାମୁଦ୍ରା ମ୍ୟାଡାମ, ଯେ କି ସୁରେନ୍ଦ୍ର ମହାନ୍ତିଙ୍କର ସୁକନ୍ୟା। ତାଙ୍କୁ ମୁଁ ପ୍ରଣାମ ଜଣାଉଛି, ଅଭିନନ୍ଦନ ଜଣାଉଛି ଏବଂ